The Chief Minister has announced who will get pension on the state level କ୍ରାନ୍ତି ଦିବସ। କେଉଁମାନଙ୍କୁ ପେନ୍ସନ୍ ମିଳିବ ବୋଲି ରାଜ୍ୟସ୍ତରୀୟ କ୍ରାନ୍ତି ଦିବସରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଅପସନ୍ ଏ ଗଭର୍ଣ୍ଣମେଣ୍ଟ ସର୍ଭେଣ୍ଟ, ଅପସନ୍ ବି ପଲିଟିସିଆନ୍, ଅପସନ୍ ସି ଟୁ ଦ ଫ୍ୟାମିଲି ଅଫ୍ ଫ୍ରିଡମ୍ ଫାଇଟର୍ସ, ଅପସନ୍ ଡି ନନ୍ ଅଫ୍ ଦ ଏବଭ୍। ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ଟୁ ଦ ଫ୍ୟାମିଲି ଅଫ୍ ଫ୍ରିଡମ୍ ଫାଇଟର୍ସ। ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ ଚିହ୍ନଟ କରି ସେମାନଙ୍କୁ ପରିଚୟ ଦେବା ସହିତ ଉପଯୁକ୍ତ ସମ୍ମାନ ପ୍ରଦାନ କରାଯିବ। ରାଜ୍ୟ ସରକାର କୁଟୁମ୍ବ ଯୋଜନାରେ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରଙ୍କୁ ପେନ୍ସନ୍ ପ୍ରଦାନ କରାଯିବ। କେଉଁ ଯୋଜନା ଅଧୀନରେ ପେନ୍ସନ୍ ପ୍ରଦାନ କରାଯିବ? କୁଟୁମ୍ବ ଯୋଜନା ଅଧୀନରେ। ପରବର୍ତ୍ତୀ ପ୍ରଶ୍ନ, ଦ ଫାଉଣ୍ଡେସନ୍ ଡେ ସେରିମନି ଅଫ୍ ସେଭରାଲ ରିପବ୍ଲିକ୍ସ ୱାଜ୍ ସେଲିବ୍ରେଟେଡ୍ ରିସେଣ୍ଟଲି। ନିକଟରେ କେତେତମ ପ୍ରଜାତନ୍ତ୍ରର ପ୍ରତିଷ୍ଠା ଦିବସ ସମାରୋହ ପାଳନ କରାଯାଇଥିଲା? ଅପସନ୍ ଏ 77, ଅପସନ୍ ବି 76, ଅପସନ୍ ସି 75, ଅପସନ୍ ଡି ନନ୍ ଅଫ୍ ଦ ଏବଭ୍। ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ 77। ପ୍ରଜାତନ୍ତ୍ରର ସମ୍ପାଦକ ହେଉଛନ୍ତି ଭର୍ତ୍ତୃହରି ମହତାବ, ବର୍ତ୍ତମାନ ସାଂସଦ ଅଛନ୍ତି। ଏହି ପ୍ରଜାତନ୍ତ୍ରର ପ୍ରତିଷ୍ଠା ଦିବସ ଅବସରରେ ଗାଁ ମଜଲିସକୁ ଉନ୍ମୋଚନ କରାଯାଇଥିଲା। ପରବର୍ତ୍ତୀ ପ୍ରଶ୍ନ, ହ୍ୱିଚ୍ ସ୍କୁଲ ଷ୍ଟୁଡେଣ୍ଟ ରିସେଣ୍ଟଲି ସେଟ୍ ଏ ୱାର୍ଲଡ ରେକର୍ଡ ଇନ୍ ସିଙ୍ଗିଂ ଦ ନ୍ୟାସନାଲ ଆନ୍ଥେମ୍। ନିକଟରେ କେଉଁ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜାତୀୟ ସଙ୍ଗୀତ ଗାନରେ ବିଶ୍ୱ ରେକର୍ଡ କରିଥିଲେ? ଅପସନ୍ ଏ କିଟ୍, ଅପସନ୍ ବି କିସ୍, ଅପସନ୍ ସି ବୋଥ୍ ଏ ଆଣ୍ଡ ବି, ଅପସନ୍ ଡି ନନ୍ ଅଫ୍ ଦ ଏବଭ୍। ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି କିସ୍। କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସ ବା କିସ୍ ଜାତୀୟ ସଙ୍ଗୀତ ଗାନରେ ବିଶ୍ୱ ରେକର୍ଡ କରିଛି। କିସ୍ର 13,944 ଛାତ୍ରଛାତ୍ରୀ ସମୂହ ଜାତୀୟ ସଙ୍ଗୀତ ଗାନ କରି ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛନ୍ତି। କିଟ୍ ଓ କିସ୍ର ପ୍ରତିଷ୍ଠାତା କିଏ? କିଟ୍ ଓ କିସ୍ର ପ୍ରତିଷ୍ଠାତା ହେଉଛନ୍ତି ଅଚ୍ୟୁତ ସାମନ୍ତ। ପରବର୍ତ୍ତୀ ପ୍ରଶ୍ନ, ଟୁ ଡପଲର ରାଡାର ୱିଲ୍ ବି ଅପରେସନାଲ ଇନ୍ ହ୍ୱିଚ୍ ଡିଷ୍ଟ୍ରିକ୍ଟ ଅଫ୍ ଓଡ଼ିଶା। ଓଡ଼ିଶାର କେଉଁ ଜିଲ୍ଲାରେ କାର୍ଯ୍ୟକ୍ଷମ ହେବ ଦୁଇଟି ଡପଲର ରାଡାର? ଅପସନ୍ ଏ ସମ୍ବଲପୁର, ଅପସନ୍ ବି ବାଲେଶ୍ୱର, ଅପସନ୍ ସି ବୋଥ୍ ଏ ଆଣ୍ଡ ବି, ଅପସନ୍ ଡି ନନ୍ ଅଫ୍ ଦ ଏବଭ୍। ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ବୋଥ୍ ଏ ଆଣ୍ଡ ବି। ସମ୍ବଲପୁର ଏବଂ ବାଲେଶ୍ୱରରେ ଡପଲର ରାଡାର କାର୍ଯ୍ୟକ୍ଷମ ହେବ। ଓଡ଼ିଶାରେ 4ଟି ଡପଲର ରାଡାର ବସାଇବାକୁ ପ୍ରାୟ 10 ବର୍ଷ ତଳୁ ଯୋଜନା ହୋଇଥିଲା। ସେ 4ଟି କ'ଣ କ'ଣ? ପାରାଦୀପ, ଗୋପାଳପୁର, ସମ୍ବଲପୁର ଏବଂ ବାଲେଶ୍ୱର। ପାରାଦୀପରେ 2015ରୁ ଡପଲର ରାଡାର କାର୍ଯ୍ୟ କରୁଛି ଏବଂ ଗୋପାଳପୁରରେ 2017ରୁ ଡପଲର ରାଡାର କାର୍ଯ୍ୟ କରୁଛି। ସମ୍ବଲପୁର ଏବଂ ବାଲେଶ୍ୱରରେ ବର୍ତ୍ତମାନ କାର୍ଯ୍ୟକ୍ଷମ ହେବ। ଆଇଏମ୍ଡି କ'ଣ? ଭାରତୀୟ ପାଣିପାଗ ବିଭାଗ। ଡପଲର ରାଡାର ହେଉଛି ବର୍ଷା, ବଜ୍ରପାତ, ବାତ୍ୟା ସମ୍ପର୍କିତ ତଥ୍ୟ ଏବଂ ପୂର୍ବାନୁମାନ ଜାଣିବା ପାଇଁ ଡପଲର ରାଡାର ବ୍ୟବହାର କରାଯାଏ। ପରବର୍ତ୍ତୀ ପ୍ରଶ୍ନ, ହ୍ୱିଚ୍ ଷ୍ଟେଟ୍ ଓନ୍ ଦ ଜୁନିୟର ନ୍ୟାସନାଲ ସୁଇମିଂ ଚାମ୍ପିଅନସିପ୍ ହେଲ୍ଡ ଏଟ୍ ଦ ଆକ୍ୱାଟିକ୍ ସେଣ୍ଟର ଏଟ୍ ଦ କଳିଙ୍ଗ ଷ୍ଟାଡିୟମ୍। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ସ୍ଥିତ ଆକ୍ୱାଟିକ୍ କେନ୍ଦ୍ରଠାରେ ଆୟୋଜିତ କନିଷ୍ଠ ଜାତୀୟ ସନ୍ତରଣ ପ୍ରତିଯୋଗିତାରେ କେଉଁ ରାଜ୍ୟ ବିଜୟ ଲାଭ କରିଛି? ଅପସନ୍ ଏ କର୍ଣ୍ଣାଟକ, ଅପସନ୍ ବି ଓଡ଼ିଶା, ଅପସନ୍ ସି କେରଳ, ଅପସନ୍ ଡି ନନ୍ ଅଫ୍ ଦ ଏବଭ୍। ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଏ କର୍ଣ୍ଣାଟକ। ଏହି ପ୍ରତିଯୋଗିତାରେ ଓଡ଼ିଶା 1 ସ୍ୱର୍ଣ୍ଣ ଏବଂ 2 କାଂସ୍ୟ ସହ ମୋଟ 3ଟି ପଦକ ଜିତିଥିଲେ। ଓଡ଼ିଶାର ମନ୍ନତା ମିଶ୍ର 100 ମିଟର ବ୍ରେଷ୍ଟଷ୍ଟ୍ରୋକ୍ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ମନ୍ନତା 2 ମିଟର
200 ମିଟର ବ୍ରେଷ୍ଟଷ୍ଟ୍ରୋକ୍ରେ କାଂସ୍ୟ ଜିତିଥିଲେ। ଶ୍ରେୟାଂସୀ 100 ମିଟର ବ୍ୟାକ୍ ଷ୍ଟ୍ରୋକ୍ରେ ରୌପ୍ୟ ପାଇଥିଲେ। କ୍ରୀଡ଼ା ବିଭାଗର ପ୍ରମୁଖ ଶାସନ ସଚିବ କିଏ? ଭାସ୍କର ଜ୍ୟୋତି ଶର୍ମା। ଏବଂ ଭାରତୀୟ ସନ୍ତରଣ ମହାସଂଘର ମହାସଚିବ ହେଉଛନ୍ତି ମୋନାଲ ଚୋକ୍ସି। ଆମ ଓଡ଼ିଶାର କ୍ରୀଡ଼ାମନ୍ତ୍ରୀ କିଏ? କମେଣ୍ଟ ବକ୍ସରେ ଜଣାନ୍ତୁ।